ନା ଗତକାଲି ରାତିରେ ଗୋଟିଏ ଷଣ୍ଢଟିକୁ ଅଲଙ୍ଗ ଗ୍ରାମର ଗୋଟେ ଜାଗାରେ ତାକୁ କେହି ଗୋଡ଼କୁ ତାର ଟିକେ ହାଣିଲା ଭଳି ଖବର ଆସିଲା। ଆସିଲା ପରେ ଆମେ ସବୁ ଆସି ପୋଲିସ ସମସ୍ତେ ପହଞ୍ଚିଲୁ, ଦେଖିଲୁ ଗୋଡ଼ଟି ତାର ହଣାଇଛି। ତାକୁ ଆମର ଇମିଡ଼ିଏଟ୍ ତୁରନ୍ତ ଚିକିତ୍ସା କରିବା ପାଇଁ ଆମର ଭିଏସ୍ଙ୍କୁ କହିଲୁ, ସେ ଭିଏସ୍ ପହଞ୍ଚିକି ଚିକିତ୍ସା କରୁଛନ୍ତି। ବର୍ତ୍ତମାନ ସୁଦ୍ଧା କେହି ଏତଲା ଦେଇନାହାନ୍ତି। ସେଠି ଲୋକଙ୍କ ମଧ୍ୟରେ ଟିକେ ରହିଛି, ଉତ୍ତେଜନା ରହିଛି। ତେଣୁ ଏତଲା ଦେଲା ପରେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ପରିସ୍ଥିତି ଶାନ୍ତ ଅଛି, ସମ୍ପୂର୍ଣ୍ଣ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ବର୍ତ୍ତମାନ ସୃଷ୍ଟି ହୋଇନାହିଁ, ହେବାର ସମ୍ଭାବନା ମଧ୍ୟ ନାହିଁ। ଆମେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛୁ ଏବଂ ସେ ଷଣ୍ଢଟିର ଚିକିତ୍ସା ପାଇଁ ମଧ୍ୟ ମାନେ ବ୍ୟବସ୍ଥା କରାଯାଉଛି, କେମିତି ତାର ସୁଚିକିତ୍ସା କରାଯାଇପାରିବ ଏବଂ ଘଟଣା ଉପରେ ନଜର ରଖାଯାଇଛି। ଏ ରାସ୍ତା ବନ୍ଦ ହେଇଛି ତ କହିଲେ ଠିକ୍ ହେବନି। ରାସ୍ତା କିନ୍ତୁ ଲୋକମାନେ ଟିକେ ସେଠି କିଛି ଲୋକ ସମାଗମ ହେଇଛନ୍ତି, ତାଙ୍କ ମଧ୍ୟରେ ଟିକେ ପ୍ରତିକ୍ରିୟା ପ୍ରକାଶ ପାଇ ତୀବ୍ର ପ୍ରତିକ୍ରିୟା, ତାକୁ ଦୃଷ୍ଟି ଆଖିରେ ରଖି ଆମେ ସମସ୍ତ ପ୍ରକାର ଉଦ୍ୟମ ରଖିଛୁ। ପରିସ୍ଥିତି ଶାନ୍ତ ଅଛି ଓ ସମ୍ପୂର୍ଣ୍ଣ ଶାନ୍ତ କରିବା ପାଇଁ ମଧ୍ୟ ଉଦ୍ୟମ ଜାରି ରହିଛି ଏବଂ ଏତଲା ଦେଲା ପରେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ତଦନ୍ତ କରି ଯାହା ବିରୁଦ୍ଧରେ ପ୍ରମାଣ ଆସିବ, ସାକ୍ଷ୍ୟ ପ୍ରମାଣ ଆସିବ, ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ଆଇନ ଅନୁଯାୟୀ।